ବଜ୍ରପାତରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରର ମୃତ୍ୟୁ ଘଟିଛି। ଆଜି ଅପରାହ୍ନ ପ୍ରାୟ 5ଟା ସମୟରେ ରାଜନଗର ବ୍ଲକ ଶିକାରପାହି ଗାଁରେ 13 ବର୍ଷର ବାଳକ ସୁକୁମାର ଦାସ ଘର ପାଖ ପଡ଼ିଆରେ ଖେଳୁଥିବା ବେଳେ ହଠାତ୍ ବଜ୍ରପାତ ହୋଇଥିଲା। ଘରକୁ ଦୌଡ଼ି ଆସିବା ବେଳେ ସୁକୁମାରଙ୍କ ଉପରେ ବଜ୍ରପାତ ପଡ଼ିଥିଲା। ଘଟଣାସ୍ଥଳରେ ସୁକୁମାର ଟଳି ପଡ଼ିଥିଲେ। ସୁକୁମାରଙ୍କ ଛାତି ଉପରେ ବଜ୍ରପାତ ପଡ଼ିଥିଲା। ଗୁରୁତର ଅବସ୍ଥାରେ ପ୍ରଥମେ ତାଳଛୁଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ଅପରାହ୍ନରେ ରାଜନଗର ତାଳଛୁଆ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ହୋଇଛି। ପିଲା ଠିକ 4ଟା ବେଳକୁ ଖେଳିବା ପାଇଁ ଯାଇଥିଲେ ପଡ଼ିଆକୁ ଗାଁ ଶିକାର ପାଇଁ ତାକୁ ଯାଇଥିଲେ। ସେ ସେଠି ଖେଳୁଥିଲେ, ବର୍ଷା ସେଇଭଳିଆ ହେଲା ଆଉ ସେତିକିବେଳେ ଚଢ଼ଚଢ଼ି ଶବ୍ଦ ଆସିଲା ବେଳକୁ ତ ଘରେ ଆମେ ସବୁ ଥିଲୁ। ଗୋଟେ ଗାଁ ଲୋକ ପିଲା ଖବର ଦେଲେ ଯେ ଏମିତି ପିଲା ଇଚ୍ଛା ହେଇକି ପଡ଼ିଛି ଜମିରେ ପଡ଼ିଆରେ ଆସେ। ଆମେ ଯାଇକି ଉଠେଇଲେ ଆଣିକି ତାଳଚୁଆ ମେଡିକାଲକୁ ନେଇକି ଯାଇଥିଲୁ। ତାଳଚୁଆ ମେଡିକାଲ ସହିତ ଏମିତି କହିଲା ରେଫର ମୁଁ କରିଦଉଛି ରାଜନଗର ନେଇକି ଯା। ରାଜନଗର ନେଇକି ଆସିଲା ବେଳକୁ ତାର ମୃତ ଘୋଷଣା। କେନ୍ଦ୍ରାପଡ଼ାରୁ ହରେକୃଷ୍ଣ ବେହେରାଙ୍କ ରିପୋର୍ଟ, ଓମ୍ ଟିଭି ଓଡ଼ିଆ।